ବନ୍ଧୁ ନମସ୍କାର। ଆଜି ଆମେ ବୃହସ୍ପତି ଚଳନର ତୃତୀୟ ଭାଗ ଉପରେ ଆଲୋଚନା କରିବା ଯେ ଗତକାଲି ଯେଉଁ ଯେଉଁ ରାଶିକୁ ବୃହସ୍ପତି ଅଶୁଭ ଫଳ ଦେବ ବୋଲି ଆମେ ଆଲୋକପାତ କରିଥିଲେ, ସେହି ରାଶିର ନକ୍ଷତ୍ରମାନଙ୍କ ମଧ୍ୟରୁ କେଉଁ କେଉଁ ନକ୍ଷତ୍ର ଶୁଭ ଫଳ ପାଇବେ, କେଉଁ କେଉଁ ନକ୍ଷତ୍ର ଅଶୁଭ ଫଳ ପାଇବେ, ସେ ବିଷୟରେ ବିଚାର କରି ମୁଁ ଦ୍ୱିପଦ କହିବା ପାଇଁ ପ୍ରୟାସ କରିଛି। ବନ୍ଧୁଗଣ, ମୋର ଫୋନ୍ ନମ୍ବରଟି ମନେ ରଖନ୍ତୁ 8093355583 8093355583। ଯାହାର ଯାହା ସନ୍ଦେହ ହେବ ସେ ଏ ଫୋନ୍ରେ ମୋତେ ପ୍ରଶ୍ନ କଲେ ମୁଁ ଚେଷ୍ଟା କରିବି ତାଙ୍କ ସମସ୍ୟାର ସମାଧାନ କରିବା ପାଇଁ। ଆସନ୍ତୁ ଆମେ ଆଗେଇବା ଆମ କର୍ମକ୍ଷେତ୍ରରେ। ଯେ ଜନ୍ମ ବୃହସ୍ପତି ହେଇଛି ବୃଷର। ଏତିକି ଆଲୋଚନା କରିବା ପୂର୍ବରୁ ପଦେ କହିଦେଉଛି ଯେ ରାଶି ଚକ୍ର ଭିତରେ ଯେଉଁ ସଂଖ୍ୟା ଲେଖା ହେଇଛି, ଗୋଟେ ଭଗ୍ନାଂଶ, ଉପରେ କିଛି ସଂଖ୍ୟା, ତଳେ କିଛି ସଂଖ୍ୟା। ଯେମିତି ଉପରେ ଅଛି 1 2 3, ତଳେ ଅଛି 1, ମାନେ ମେଷ ରାଶି, 1 ରାଶି। ଅଶ୍ୱିନ ଦ୍ୱିଜା କୃତ୍ତିକା ତା ତିନୋଟି ନକ୍ଷତ୍ର। ତଳେ ଅଛି 12, ଉପରେ ଅଛି 25 ବା 26 ବା 27। ପୂର୍ବଭାଦ୍ର, ଉତ୍ତରଭାଦ୍ର ବା ରେବତୀ। ତଳେ ଅଛି 8, ମାନେ କର୍କଟ ରାଶି। ଉପରେ ଅଛି କେତେ? 7 8 9। ପୁନର୍ବସୁ କର୍କଟ 7, ପୁଷ୍ୟା କର୍କଟ 8, ଅଶ୍ଳେଷା କର୍କଟ 9। ଉପର ସଂଖ୍ୟା ମାନେ ନକ୍ଷତ୍ର ଆପଣମାନେ ଆପଣମାନଙ୍କ ଜାତକ ବାହାର କରନ୍ତୁ, ଦେଖନ୍ତୁ ଏ ଭଗ୍ନାଂଶର ଉପରେ କେଉଁ ସଂଖ୍ୟା ଲେଖା ହେଇଛି। ସେଇ ସଂଖ୍ୟା ଉପରେ ବା ନକ୍ଷତ୍ର ଉପରେ ମୁଁ ଆପଣମାନଙ୍କୁ କିଛି କହିବାକୁ ଚାହୁଁଛି। ଶ୍ରଦ୍ଧା ଓ ବିଶ୍ୱାସର ସହ ଶୁଣନ୍ତୁ, ତାପରେ ଧୈର୍ଯ୍ୟ ଧରନ୍ତୁ। ଜନ୍ମ ବୃହସ୍ପତି ବୃଷର, ତୃତୀୟ ନକ୍ଷତ୍ର କୃତ୍ତିକା। ସେ ଏଇ ବୃହସ୍ପତି ଠାରୁ ଘାତ ପ୍ରତିଘାତ ପାଇବ। ଘାତ ପ୍ରତିଘାତ ଦେଇ ଗତି କଲେ ବି ମହା ସମ୍ମାନ ଓ ଧନ ପାଇବ। ତୃତୀୟା କଥା କହିଲି, ତୃତୀୟା କଥା। ମାତ୍ର ଚତୁର୍ଥ ନକ୍ଷତ୍ର ବୋଲେ ରୋହିଣୀ, ଧନ ପ୍ରାପ୍ତି ସହ ମହା ସମ୍ମାନ ପାଇବେ। ଆଉ ପଞ୍ଚମ ନକ୍ଷତ୍ର ମୃଗଶିରାକୁ ସୁଖ, ତୀର୍ଥ ଦର୍ଶନ ଓ ରାଜ ସମ୍ମାନ ମିଳିବ। ଜନ୍ମ ବୃହସ୍ପତି ହେଲେ ବି ବୃଷର କିଛି ହାନି ନାହିଁ। ତୃତୀୟ ବୃହସ୍ପତି ମୀନ ରାଶିର ଚଳନ ସମୟରେ ଚନ୍ଦ୍ର ଶୁଦ୍ଧ ହେତୁ ମୀନ ରାଶି ଶୁଭ ଫଳ ପାଇବେ। ମାତ୍ର 25 ନକ୍ଷତ୍ର ମାନେ ପୂର୍ବଭାଦ୍ର ପାଇଁ କଳହ, ବାମ ହସ୍ତରେ ପୀଡ଼ା ହେବ, ଶସ୍ତ୍ରାଘାତ ହୋଇପାରେ। ଜଗି ରଖି ନ ଚଳିଲେ ବିପଦ। 26 ନକ୍ଷତ୍ର ମାନେ ଉତ୍ତର ଭାଦ୍ର ପାଇଁ ବାମ ଅଙ୍ଗରେ ପୀଡ଼ା ତ ମିଳିବ, ହେଲେ ସେ ହେମ ଫଳ ପାଇବେ, ଅର୍ଥାତ୍ ତାଙ୍କ ପାଖକୁ ବହୁ ଧନ ଆସିବ, ସୁଖ ବି ଆସିବ। ହେଲେ 27 ନକ୍ଷତ୍ରକୁ ସୁଖ ଓ ତୀର୍ଥ ଦର୍ଶନ ଯୋଗ ଅଛି। ତୃତୀୟ ବୃହସ୍ପତି ମାନେ ମୀନ ରାଶି କଥା ଶୁଣିଲେ। ଏବେ ଚତୁର୍ଥ ବୃହସ୍ପତି କୁମ୍ଭ ରାଶି, 23 ନକ୍ଷତ୍ରକୁ ସ୍ଥାନାନ୍ତର ଯୋଗ ଅଛି ଓ ସେ ଦୁଃଖ ପାଇବେ। 24 ନକ୍ଷତ୍ର ପାଇଁ ବାମ ହସ୍ତରେ ପୀଡ଼ା ମିଳିଲେ ବି ତାଙ୍କୁ ଭୂମି ଓ ଅର୍ଥ ଲାଭର ଯୋଗ ଅଛି। 25 ନକ୍ଷତ୍ର ସହ କଳହ ହେବ, ବାମ ଅଙ୍ଗରେ ଦୁଃଖ ହେବ, ପୀଡ଼ା ହେବ, ଘାତ ହେବ। ଏ ଗଲା କୁମ୍ଭ ରାଶି କଥା। ଷଷ୍ଠ ବୃହସ୍ପତି ଧନୁ ରାଶି, 19 ମାନେ ମୂଳା ପାଇଁ ଦକ୍ଷିଣ ପାଦରେ ପୀଡ଼ା, ବାରମ୍ବାର କଳହ କରିବାକୁ ପଡ଼ିପାରେ। ତେଣୁ ଏଇ 19 ନକ୍ଷତ୍ର ଭାଇମାନେ ଟିକେ ହୁସିଆର। 20 ପାଇଁ ମାନେ ପୂର୍ବଷାଢ଼ ପାଇଁ ବିପଦପୂର୍ଣ୍ଣ ସମୟ, ଶସ୍ତ୍ରାଘାତ, ଅପମାନ, ଦୁଃଖ ଆସିପାରେ। 20 ନକ୍ଷତ୍ର ବି ସାବଧାନ। 21 ପାଇଁ ମାନେ ଉତ୍ତରାଷାଢ଼ ପାଇଁ ଦକ୍ଷିଣ ପାଦରେ ଆଘାତ ମିଳିପାରେ, ହାତକୁ ପ୍ରଚୁର ଧନ ଆସିବ।
19-20 ଭଲ ନାହିଁ। 21 ପାଇଁ ଧନ ଟିକେ ମିଳିବ କିନ୍ତୁ ପୀଡ଼ା ଅଛି। ଏ ଗଲା ଷଷ୍ଠ ବୃହସ୍ପତି ଧନୁ ରାଶି ପାଇଁ। ଅଷ୍ଟମ ବୃହସ୍ପତି ତୁଳା ରାଶି। ହଁ, ଅଷ୍ଟମ ବୃହସ୍ପତି ହେଲେ ବି ଦୁଃଖ କମ୍ ମିଳିବ। 14 ମାନେ ଚିତ୍ରାକୁ ପ୍ରୀତି ଲାଭ ହେବ, ମାତ୍ର ଘାତ ପ୍ରତିଘାତ ସହିବାକୁ ପଡ଼ିବ। ଚିତ୍ରା ତୁଳା କଥା କହିଲି। 15 ମାନେ ସ୍ୱାତି ନକ୍ଷତ୍ର ପାଇଁ ଶୁଭ ଖବର, ପ୍ରୀତି ଲାଭ ଓ ଧନ ଧାନ୍ୟ ଲାଭ ହେବ ପ୍ରଚୁର ପ୍ରଚୁର ପ୍ରଚୁର। କିନ୍ତୁ 16 ନକ୍ଷତ୍ର ବିଶାଖାକୁ ସୁଖ ତୀର୍ଥ ଦର୍ଶନ ଓ ପ୍ରୀତି ଲାଭ ହେବ। ଅଷ୍ଟମ ବୃହସ୍ପତି ତୁଳା କଥା କହିଲି। ଏବେ ଦଶମ ବୃହସ୍ପତି ସିଂହ ରାଶି। ଦଶମ ମଘା ନକ୍ଷତ୍ରକୁ ସୁଖ ଆଉ ସୁଖ ମିଳିବ। ସେ ପୁଣ୍ୟ କାର୍ଯ୍ୟ କରିବେ, ତୀର୍ଥ ଦର୍ଶନ କରିବେ। 11 ନକ୍ଷତ୍ର ମାନେ ପୂର୍ବ ଫାଲ୍ଗୁଣୀ ସିଂହକୁ ପାଟି ଖୋଲିଲେ, ମନ କଥା କହିଲେ ସମ୍ପଦ ଲାଭ ହେବ, ବହୁ ସମ୍ମାନ ମିଳିବ, ଆଦର ମିଳିବ। 12 ନକ୍ଷତ୍ର ଉତ୍ତର ଫାଲ୍ଗୁଣକୁ ସ୍ଥାନାନ୍ତର ଯୋଗ ଅଛି, ଚୋରି ଭୟ ଅଛି, ଦ୍ରବ୍ୟହାନି ଭୟ ଅଛି, ତଥାପି ଆଦର ମିଳିବ। ମାନେ ଦଶମ ବୃହସ୍ପତି 12 ନକ୍ଷତ୍ର 12/10 ଉତ୍ତର ଫାଲ୍ଗୁଣୀ ପାଇଁ ଟିକେ ଦୁଃଖ ଅଛି। ସେ ଟିକେ ଈଶ୍ୱରଙ୍କ ଶରଣାପନ୍ନ ହେବେ, ରାମ ରକ୍ଷା କବଚ ଶୁଣିବେ, ହନୁମାନ ଚାଳିଶା ପଢ଼ିବେ, ଏତିକି ଆଉ। ତାପରେ ଦେଖିବା ଦ୍ୱାଦଶ ନକ୍ଷତ୍ର ମିଥୁନ ରାଶି। ପଞ୍ଚମ ମାନେ ମୃଗଶିରାକୁ ଧନ ସମ୍ମାନ ଆଦର ଓ ପ୍ରେମ ମିଳିବ। 5 ନକ୍ଷତ୍ର ମୃଗଶିରାକୁ ଧନ ସମ୍ମାନ ଆଦର ଓ ପ୍ରେମ ମିଳିବ। 6 ଆରଦ୍ରାକୁ ଚୋରି ଭୟ ଅଛି, ଦ୍ରବ୍ୟହାନି ଭୟ ଅଛି, ହେଲେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଆଦର କରିବେ। କିଏ? 6 ଆରଦ୍ରାକୁ। ସପ୍ତମ ପୁନର୍ବସୁ ମିଥୁନକୁ ଦୁଃଖ ମିଳିବ, ବହୁ ଦୁଃଖ ମିଳିବ, ହେଲେ ଦୁଃଖରେ ଟିକେ ସୁଖ ମିଳିବ। ବହୁ ପଦସ୍ଥ କର୍ମଚାରୀ, ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଆଦର କରିବେ, ସମ୍ମାନ କରିବେ, ଦରକାର ପଡ଼ିଲେ ଉଚ୍ଚ ଆସନରେ ବସେଇବେ, ମାତ୍ର ଦୁଃଖ। ବନ୍ଧୁଗଣ, ବୃହସ୍ପତି ଯେଉଁ ଯେଉଁ ରାଶି ପ୍ରତି ଅଶୁଭ, ସେଇ ରାଶି ପ୍ରତି କି ଶୁଭ ଆସିବ କହିଦେଲି। ବୃଷ କଥା କହିଲି, ମୀନ, କୁମ୍ଭ, ଧନୁ, ତୁଳା, ସିଂହ, ମିଥୁନ କଥା ଆଲୋଚନା କଲି। ମାନେ କାଲି ଯୋଉଟା ଆଲୋଚନା କରିଥିଲେ ଏମାନେ ଦୁଃଖ ପାଇବେ, ପୂର୍ଣ୍ଣ ଦୁଃଖ ପାଇବେନି ମନା କରିଥିଲି। ସେଇଭଳି ଆସନ୍ତାକାଲି ଆମେ ଆଲୋଚନା କରିବା ଅବଶିଷ୍ଟ ରାଶି, ଯେଉଁମାନେ ବୃହସ୍ପତିଙ୍କର ପୂର୍ଣ୍ଣ ସହଯୋଗ ପାଇବେ, ତାଙ୍କ ପାଇଁ କେଉଁ ନକ୍ଷତ୍ର ଦୁଃଖ ପାଇବେ, ସେ କଥା ବି ଆଲୋଚନା କରିବା କାଲି। ଆଜି ରହିଲି, ନମସ୍କାର। ବନ୍ଧୁ, ଆସନ୍ତାକାଲି ଅପେକ୍ଷାରେ ମୁଁ